ହ୍ୟାଲୋ ଏ ରେବ ତୋ ବୋହୂ ପରା ଡାକ୍ତରଖାନା ଯାଇଥିଲା କ'ଣ ପିଲାପିଲି ହବାର ଥିଲା ଜାଇଁଲୁ ବୋଉ। ତୁ ସେ ଡାକ୍ତରଖାନା କଥା କହନା ଲୋ ବୋଉ। ଆମେ ମା ପୁଅ ବୋହୂ 3 ଜଣ ଯାଇକି ଗଲୁ ଏ ଡାକ୍ତରଖାନା ପାଖରେ। ଯେମିତି ଅଟୋରୁ ଓହ୍ଲେଇ ପଇଲୁ ଆମେ, ସେ ତ ଘୁଷକିନା 2 ଜଣ ଆସି ମ୍ୟାଡ଼ାମ୍ ବୋହୂକୁ ମୋର ଧରି ନେଇଗଲେ ଠେଲା ଗାଡ଼ିରେ ବସେଇକିରି। ଆଉ କ'ଣ କହିବି ଲୋ ବୋଉ। ବୋହୂ ମୋର ଯନ୍ତ୍ରଣା ଭୋଗୁଥାଇ କି କଷ୍ଟ, ମୁଁ ତ ଖାଲି କାନ୍ଦୁଥାଇ। ଆଉ ତାପରେ ଡାକ୍ତରଖାନା ଘର ଭିତରକୁ ନେଇଗଲେ ବୋହୂକୁ। ଏଇ ଇଞ୍ଜେକ୍ସନ୍ କ'ଣ ଫୋଡ଼ିଲେ। ତାପରେ ଏ ଡାକ୍ତର ତ କ'ଣ କହିବି ଲୋ ବୋଉ। ଏ ଡାକ୍ତର ଖାଲି ତ ୱାର୍ କି ଲେଖିଲେ ଔଷଧ, ଆଉ ଖାଲି ଔଷଧ ପରେ ଔଷଧ ୱାର୍ ଲେଖିଲେ। ମୋ ପୁଅ ତ ଔଷଧ ବୋହି ବୋହି ଥକିଲା ଲୋ ମା। ଆଲୋ ଏ ରେବ, ତୋ ବୋହୂର କ'ଣ ହେଲା ପିଲାପିଲି କହୁନି ସେ କଥା। ତୁ ସେ ଔଷଧ କଥା ମୋତେ କାହିଁ କହୁଛୁ କିଲୋ ମା। ଜାଣିଲୁ ବୋଉ, ଇଏ ପୁଅଟିଏ ହେଲା। ଆମ ମନ ସମସ୍ତଙ୍କର ଭାରି ଖୁସି। କ'ଣ କହିଲେ ବୋଉ, ଇଏ କି ଯୁଗ ହେଲା ଲୋ ମା। ଆମ ବେଳେ ଏମିତି ନଥିଲା ଲୋ ବୋଉ। ଇଏ କି ଡେଲିଭରି ଯୁଗ ହେଲା ଲୋ ମା। ଖାଲି ଇଞ୍ଜେକ୍ସନ୍ ଔଷଧ ଇଞ୍ଜେକ୍ସନ୍ ଔଷଧ। ଜାଣିଲୁ ବୋଉ, ଆମ ବେଳେ ତ ଏମିତି ନଥିଲା ଲୋ। ଇଏ କି ଡେଲିଭରି ଯୁଗ ହେଲା ଲୋ ବୋଉ।